ভক্তি মার্গরে বা বৈষ্ণবতা লাভ দিগরে এই প্রতিষ্ঠা হচ্ছে সমর্থ অনর্থর জননী। জড় প্রতিষ্ঠা আসা মৎস্যতার জন্মভূমি। পরর উৎকর্ষ উন্নতি ଯେଉଁମାନେ ସହ୍ୟ କରିପାରନ୍ତି ନାହିଁ ସେଇମାନେ ହେଉଛି ମତ୍ସର। ଅନ୍ୟ ଉନ୍ନତି ହେଲେ, ଅନ୍ୟର ପ୍ରତିଷ୍ଠା ହେଲେ ନିଜର ଆପେକ୍ଷିକ ଜଳ ପ୍ରତିଷ୍ଠାର ପରିମାଣଟି ମ୍ଳାନ ହୋଇପଡ଼ିବ। ଏଇଥିପାଇଁ ଅନ୍ୟର ଭଲ ଶୁଣିଲେ କଷ୍ଟ হয়। ଆର୍ଥିକ କ୍ଷେତ୍ର ଦୂରେ ଥାଉ, ପରମାର୍ଥିକ ରାଜ୍ୟରେ ପ୍ରବେଶର ଅଭିନୟ କରି ଅନ୍ୟର ପରମାର୍ଥିକ ଉନ୍ନତିର କଥା ଶୁଣିଲେ କାହାରି କାହାରି ବକ୍ଷରେ ଯେପରି ଶିଳବିଦ୍ଧ হয়। ଯେତେବେଳେ କାହାର ଏପରି ଚିତ୍ତବୃତ୍ତି ଉଦିତ হয় ତାହେଲେ ବୁଝିବାକୁ ହେବ ଯେ ତାର ହୃଦୟରେ ବୈଷ୍ଣବୀ ପ୍ରତିଷ୍ଠା ଉଦିତ ହେଇଛି। ଜଡ଼ ପ୍ରତିଷ୍ଠା ଦ୍ୱାରା ହୃଦୟଟି ଜଡ଼ ପ୍ରତିଷ୍ଠା ଦ୍ୱାରା ଆଚ୍ଛନ୍ନ ହେଇଛି। କାରଣ ଭାଗବତ ଧର୍ମ ବା ବୈଷ୍ଣବ ଧର୍ମ ପରମ ନିର୍ମତ୍ସର ସାଧୁମାନଙ୍କ ଧର୍ମ, ଯେଉଁଠାରେ ଏକ ଗୁରୁ ଭ୍ରାତା ଅନ୍ୟ ଏକ ଗୁରୁ ଭ୍ରାତାର ପରମାତ୍ମ ଉନ୍ନତି କିମ୍ବା ହରିଗୁରୁ ସେବାରେ ଅଧିକତର ନୈପୁଣ୍ୟର କଥା ଶୁଣି ପ୍ରଫୁଲ୍ଲ ହେବା ପରିବର୍ତ୍ତେ ବ୍ୟଥିତ ମ୍ଳାନ ହୋଇପଡ଼େ। ସେଟା ଜାଣିବାକୁ ହେବ ଜଡ଼ ପ୍ରତିଷ୍ଠା ପିଶାଚି ଧୃଷ୍ଟା ସ୍ୱପଚରମଣି ତାର ହୃଦୟ ଅଧିକାର କରିଛି। ସେ କଥା ମନ ଶିକ୍ଷାରେ ଶ୍ରୀଲ ରଘୁନାଥ ଦାସ ଗୋସ୍ୱାମୀ ପ୍ରଭୁ ଆମମାନଙ୍କୁ ଶିକ୍ଷା ଦେଇଛନ୍ତି। ପ୍ରତିଷ୍ଠା ସା ଧୃଷ୍ଟା ସ୍ୱପଚରମଣି ମେ ହୃଦୟ ନଟେ କଥଂ ସାଧୁ ପ୍ରେମା ସ୍ପୃଶତି ସୁଚୀରେ ତନ୍ନନୁ ମନଃ ସଦା ତ୍ୱଂ ସେବସ୍ୱ ପ୍ରହୃଦୟିତ ସାମନ୍ତମତୁଳମ୍ ଯଥା ତଂ ନିଷ୍କାସ୍ୟ ତ୍ୱରିତମିହ ତଂ ବେଶୟତି। এই শ্লোক অবলম্বনে শ্রীল ভক্তি বিনোদ ঠাকুর কবিতা আকারে লিখিছেন। কপটতা হইলে দূর প্রবেশে প্রেমর পুর, কপটতা হইলে দূর জীবের হৃদয় ধন্য করে, জীবের হৃদয় ধন্য করে। অতএব বহু যত্নে আনিবারে প্রেম রতে, অতএব বহু যত্নে আনিবার প্রেম রতে। কাপট্য রাখো অতি দূরে, কাপট্য রাখো অতি দূরে। শুন মন নিগুঢ় বচন, শুন মন নিগুঢ় বচন। প্রতিষ্ঠা সাধুষ্টা দম চণ্ডালিনী হৃদে মম, প্রতিষ্ঠা সাধুষ্টা দম যত কালো করিবে নতুন, যত কালো করিবে কাপট্য তদুপপতি না ছাড়িবে মম মতি, কাপট্য তদুপপতি না ছাড়িবে মম মতি। সপথিনী যাই হয়ে দূর, সপথিনী যাই হয়ে তদর্থে যতন করি প্রভু পৃষ্ঠ পদ ধরে, তদর্থে যতন করি প্রভু পৃষ্ঠ পদ ধরে। সেবা তুমি করো প্রচুর, সেবা তুমি করো প্রচুর। দেহ প্রভু সেনাপতি বিক্রম করিয়াবতী, দেহ প্রভু সেনাপতি বিক্রম সপথিনী সঙ্গ ছাড়াইয়া,
ଭକ୍ତି ବିନୋଦ ଠାକୁର ଏ କଥା କହୁଛନ୍ତି। ମାନବ ପରମାର୍ଥ ପଦର ପଥିକ ବୋଲି ପରିଚୟ ଦେଇ ଲାଭ ପୂଜା ପ୍ରତିଷ୍ଠାନ ଅର୍ଥରେ ଅଭିଭୂତ ହେଉଛି ସେମାନଙ୍କ ଦ୍ୱାରା ଗ୍ରସ୍ତ ବୋଲି ସେ ବୁଝିପାରୁନି। କାମିନୀ କାଞ୍ଚନ ତ୍ୟାଗୀ ଫଲ୍ଗୁ ବୈରାଗୀର ନିକଟକୁ ଯାଅ, ତାହାକୁ କିଛି ବୁଝେଇ ପାରିବ ନା ଯେ ସେ ସବୁ କିଛି ତ୍ୟାଗ କରି ସୁଦ୍ଧା ପ୍ରତିଷ୍ଠାତା ତ୍ୟାଗ କରିପାରୁନାହିଁ। ବୋଧ ହୁଏ ସେ ବୈରାଗୀର ବେଶ ନେଇଛି, ବହିର୍ବାସ ପର୍ଯ୍ୟନ୍ତ ତ୍ୟାଗ କରିଛି, ବ୍ରଜର ବନେ ମନେ ମାଧୁ କରି ମାଗି ଖାଉଛି, ଧାତୁ ଦ୍ରବ୍ୟ ସ୍ପର୍ଶ କରୁନି, ଶିଷ୍ୟ କରୁନି, ଓଡ଼ିଆ ନିର୍ମାଣ କରୁନି, କୌଣସି ସ୍ଥାନରେ ଗୋଟିଏ ଦିନରୁ ଅଧିକ ରହୁନାହିଁ, ବାହ୍ୟ ଦୃଷ୍ଟିରେ ସମ୍ପୂର୍ଣ୍ଣ ନିଃସଙ୍ଗ ନିଷ୍କିଞ୍ଚନ। ଏତେ ତ୍ୟାଗ କରି ସୁଦ୍ଧା ଧାତୁ ଦ୍ରବ୍ୟ ସ୍ପର୍ଶ ନ କରିବା, ଶିଷ୍ୟ ନ କରିବା, କୁଟୀରରେ ବାସ ନ କରିବା, ପ୍ରଭୃତିର ପ୍ରତିଷ୍ଠା ତ୍ୟାଗ କରିପାରେ ନା। ଏଇଥି ନିମିତ୍ତ ସନାତନ ଗୋସ୍ୱାମୀ ପ୍ରଭୁ କହିଛନ୍ତି ଯେ ସମସ୍ତ ତ୍ୟାଗ କଲେ ସୁଦ୍ଧା ଯାହା ତ୍ୟାଗ କରାଯାଏ ନା, ଅଥଚ ଯାହା ସମସ୍ତ ଅନର୍ଥର ଜନନୀ ତାହା ହେଉଛି ପ୍ରତିଷ୍ଠା। ବୈଷ୍ଣବୀ ପ୍ରତିଷ୍ଠା ସୁକରୀର ବିଷ୍ଠା ବୋଲି କୁହାଯାଇଛି। ବୈଷ୍ଣବ ପ୍ରତିଷ୍ଠା ସୁକରୀର ନିଷ୍ଠା, ସୁକରୀର ନିଷ୍ଠା। କାମିନୀ ପ୍ରତିଷ୍ଠା ବାସନା ସମ୍ପୂର୍ଣ୍ଣ ବିଦୃତ ନ ହେଲେ ଗୁରୁ ସେବାର ସ୍ୱରୂପ ନିଜ ସ୍ୱରୂପ ବୁଝିବାରେ ଭ୍ରମ ହେବ। ଜୀବ ଅନାଦି କାଳରୁ ଯେଉଁ ଅନର୍ଥ ଦ୍ୱାରା ଆକ୍ରାନ୍ତ ତାହା ଦୂର କରିବାକୁ ହେଲେ ଗୁରୁ ସେବା ଏକମାତ୍ର ଉପାୟ। ଅନେକ ସମୟରେ କନକ କାମିନୀ ଲାଭ ଚେଷ୍ଟାକୁ ସହଜରେ ବର୍ଜନ କରାଯାଇପାରେ, କିନ୍ତୁ ସବୁ ଅନର୍ଥ ପରିତ୍ୟାଗ କରି ଯେଉଁ ଅନର୍ଥକୁ ପରିତ୍ୟାଗ କରାଯାଇପାରେନି ତାହା ହେଉଛି ପରମ ଅନର୍ଥ। ତାହା ଶାସ୍ତ୍ରରେ କୁହାଯାଇଛି। ସନାତନ ଗୋସ୍ୱାମୀ ପ୍ରଭୁ ତାହା ଉଦ୍ଧାର କରିଛନ୍ତି ହରିଭକ୍ତି ବିଳାସରେ। ସର୍ବତ୍ୟାଗେ ଅପ୍ୟୟା ସର୍ବାନର୍ଥ ଭୂଇ ଭୁବଶ୍ଚତେ ପୂଜ୍ୟ ପ୍ରତିଷ୍ଠାବିଷ୍ଠାୟା ଯତ୍ନ ନସ୍ପର୍ଶନେ ବରମ୍। ସର୍ବତ୍ୟାଗ କରି ସୁଦ୍ଧା ଯାହା ତ୍ୟାଗ କରାଯାଇପାରେ ନା, ତାହା ସମସ୍ତ ଅନର୍ଥର କାରଣ ପାଇଁ ପ୍ରତିଷ୍ଠା ବିଷ୍ଠା, ତାହା ଯେପରି ସ୍ପର୍ଶ ନ হয় ସେ ବିଷୟରେ ଯତ୍ନ କରିବା ଉଚିତ। ସେ ବିଷୟରେ ଯତ୍ନ କେହି ମହାଜନ ପ୍ରତିଷ୍ଠାକୁ ସୁକରର ବିଷ୍ଠା ସଙ୍ଗେ ତୁଳନା କରିଛନ୍ତି। ବିଷ୍ଠା ଅପ୍ରୟୋଜନୀୟ ବସ୍ତୁ, ପରିତ୍ୟାଗର ବସ୍ତୁ, କିନ୍ତୁ ପରିତ୍ୟକ୍ତ ହେଲେ ସୁଦ୍ଧା ପୁଣି ଜୀବ ବିଶେଷର ପ୍ରୟୋଜନୀୟ ଗ୍ରହଣୀୟ ହୋଇ ଦଣ୍ଡାୟମାନ ହୁଏ। କୁକୁର ଶୁକ ସେ ବିଷ୍ଠା ଗ୍ରହଣ କରନ୍ତି, ଅସାର ଭାଗକୁ ହିଁ ପ୍ରୟୋଜନୀୟ ସାର ଭାଗ ବୋଲି ସେମାନେ ଗ୍ରହଣ କରନ୍ତି। ପ୍ରତିଷ୍ଠାର ପ୍ରଭାବ ଏ ପ୍ରକାର। ସମର୍ଥ ଅନର୍ଥ ତ୍ୟାଗ କରି, ସମସ୍ତ ଅନର୍ଥ ତ୍ୟାଗ କରି ସୁଦ୍ଧା ଏହାକୁ ତ୍ୟାଗ କରାଯାଏ ନା। ଲୋକ ଯେତେବେଳେ ଧାର୍ମିକ ହେବା ନିମିତ୍ତ ଅଗ୍ରସର হয়, ଅନର୍ଥମର୍ଥନୁଭାବୟ ନିତ୍ୟଂ କହି ଅର୍ଥକୁ ତ୍ୟାଗ କରନ୍ତି। କାତବ କାନ୍ତା କସ୍ତେ ପୁତ୍ର କହି ସ୍ତ୍ରୀ ପୁତ୍ର ତ୍ୟାଗ କରି ପକାନ୍ତି। ତଥାପି ସେ ଯେ କାମିନୀ କାଞ୍ଚନ ପରିତ୍ୟାଗ କରି ତ୍ୟାଗ ହେଇଛନ୍ତି, ଏ ଗର୍ଭଟି ପରିତ୍ୟାଗ କରିପାରନ୍ତି ନା। ଜଗତରେ ଦେଖିବାକୁ ମିଳେ ଲୋକ କଣ ନ କରୁଛି, ମଣିଷ କଣ ନ କରୁଛି, ବାଳକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଯେକୌଣସି ମାନବର ଏପରି କୌଣସି ବିକଶିତ ଜ୍ଞାନପୂର୍ଣ୍ଣ ବ୍ୟକ୍ତିର ମନସ୍ତତ୍ଵ ଆଲୋଚନା କଲେ ଦେଖାଯାଏ ସମସ୍ତେ ହିଁ ଯଶ ଲୋଭରେ ସେମାନଙ୍କର ପ୍ରିୟତମ ପ୍ରାଣକୁ ତୁଚ୍ଛ କରିପାରନ୍ତି। କ୍ଷୁଦ୍ର ଶିଶୁକୁ ଯଦି ଭଲ କୁହାଯାଏ, ଗୃହପାଳିତ କୁକୁର ଆଦି ଇତର ଜନ୍ତୁକୁ ଯଦି ଆଦର କରାଯାଏ, ତାହେଲେ ସେମାନଙ୍କ ଦ୍ୱାରା ଅନେକ କିଛି ଦୁଷ୍କର କାର୍ଯ୍ୟ ମଧ୍ୟ କରାଯାଇପାରେ। ପୁନଶ୍ଚ ସେମାନଙ୍କୁ ମନ୍ଦ କହିଲେ ସେମାନେ ଏପରି ରୁଷ୍ଟ ହୋଇଯାଆନ୍ତି ଯେ ସେମାନଙ୍କ ଦ୍ୱାରା ଅନେକ ଅଭାବନୀୟ ଲୋମହର୍ଷର ଘଟଣା ମଧ୍ୟ ସଂଗଠିତ ହୋଇଯାଏ। ଯଶ ଲୋଭରେ ବିଦ୍ୟାଳୟର ଛାତ୍ରଗଣ ଜୀବନପଣ କରି ଅଧ୍ୟୟନ କରନ୍ତି। ସମ୍ମାନ ଲୋଭରେ ବିଶ୍ୱ ସନ୍ତରଣ ପ୍ରତିଯୋଗିତା ଦେଖାଇବାକୁ ଦେଇ ଅନେକ ସଲିଳ ସମାଧି ଲାଭ କରନ୍ତି। ପ୍ରତିଷ୍ଠାକାଂକ୍ଷାରେ ପ୍ରମତ୍ତ ହୋଇ ଲୋକ ଯୁଦ୍ଧ କ୍ଷେତ୍ରରେ ପ୍ରାଣ ବିସର୍ଜନ କରେ। ଗଣମତର ଅଭିନନ୍ଦନ ପାଇବା ନିମିତ୍ତ ଲୋକ ପ୍ରବଳ ରାଷ୍ଟ୍ର ଶକ୍ତି ବିରୁଦ୍ଧରେ ଅଭିଯାନ କରି କାରାବରଣ କରେ। ଏପରିକି ଆଧୁନିକ ଯେଉଁ ସନ୍ତ୍ରାସବାଦ ଏକ ମହା ସମସ୍ୟାର ପ୍ରତୀକ ରୂପେ ଆଜି ଦଣ୍ଡାୟମାନ ହୋଇଛି, ତାହା ମୂଳରେ ରହିଛି ପ୍ରତିଷ୍ଠାର ପ୍ରେରଣା। ମଣିଷ ଜୀବିତ ଅବସ୍ଥାରେ ଦୋଷର ଫଳ ଭୋଗ ନ କରି ମୃତ୍ୟୁ ପରେ ଗୌରବ ଲାଭ ଆଶାରେ ଜୀବନ ବୀମା କରିବାକୁ ଯାଏ। ପ୍ରତିଷ୍ଠାର ଏ ପ୍ରକାର ପ୍ରଭାବ କାମିନୀ କାଞ୍ଚନ ସ୍ପୃହାର ଦୌଡ଼ ବା ପରମାୟୁ ମଣିଷର ଜୀବନ କାଳ ପର୍ଯ୍ୟନ୍ତ, କିନ୍ତୁ ପ୍ରତିଷ୍ଠା ମୃତ୍ୟୁ ପରେ ମଧ୍ୟ ବଞ୍ଚି ରହିଥାଏ। ଏଇଥିପାଇଁ ଜାଗତିକ ନୀତିବାଦୀଗଣ କହନ୍ତି ଯେ କୀର୍ତ୍ତି ଯସ୍ୟ ସଜୀବତି
এই নীতিରେ ପ୍ରଲୁବ୍ଧ ହୋଇ ମଣିଷ ଆତ୍ମବଳି ଦେବା ପାଇଁ କୁଣ୍ଠିତ ହୁଏ ନା। ଯଦିଓ ଜୀବିତ ଅବସ୍ଥାରେ ସେଇ ଯଶ ଗୌରବ ସେ ଭୋଗ କରିପାରିବ ନା, ବିଲକ୍ଷଣ ଜାଣେ ତଥାପି ତାର ଅବର୍ତ୍ତମାନେ ଭବିଷ୍ୟତ କାଳରେ ତାହାର ଯେ ଯଶ ହବ, ବର୍ତ୍ତମାନ ତାହାର ଏହି ମାନସିକ ଭୋଗରେ ପ୍ରମତ୍ତ ହୋଇ ସେ ଯଶ କ୍ରୟ କରିବା ନିମିତ୍ତ ମୃତ୍ୟୁପଣ କରିଥାଏ। ଏ ପ୍ରକାର ପ୍ରଣାଳୀ ପ୍ରମତ୍ତ ହୋଇ କେହି ଗ୍ରନ୍ଥକର୍ତ୍ତା, କେହି ସାହିତ୍ୟିକ, କେହି ଶିଳ୍ପୀ, କେହି ବା ସମୁଦ୍ର ଅତଳ ଗର୍ଭର ସନ୍ଧାନକାରୀ, କେହି ବା ଗୌରୀ ସଙ୍ଗର ଶୃଙ୍ଗର ଅଭିଯାନକାରୀ, କେହି ବା ଉତ୍ତର ମେରୁ ଦକ୍ଷିଣ ମେରୁ ଆବିଷ୍କାରକାରୀ, କେହି ବା ହିଂସ୍ରଜନ୍ତୁ ବହୁଳ ଅରଣ୍ୟ ମଧ୍ୟରେ ଜୀବନପଣକାରୀ ହେଇପାରେ। ଏଇଟା ହଉଛି ଏ ସବୁ ମୂଳ ରହିଛି ସେ ଜଡ଼ ପ୍ରତିଷ୍ଠା। ଜଡ଼ ପ୍ରତିଷ୍ଠା ହଉଛି ମତ୍ସ୍ୟତା ଜନ୍ମଭୂମି ଏବଂ ସ୍ଥାନ ଭିତରେ ରହିଛି ସୁପ୍ତ ଭାବେ ଖାପଟ୍ୟ। ଏ ଖାପଟ୍ୟ ହଉଛି ସବୁର ମୂଳ। ସେଥିପାଇଁ ଏସବୁ କଥା ଅଛି। ତେଣୁ ଆଉ ପ୍ରଧାନ ପ୍ରତିବନ୍ଧକ ଭକ୍ତି ପଥର ଏ କଥା ଭଗବାନ ଜାଣିଛନ୍ତି। ତେଣୁ ଏ ଅସୁରଗଣ ମାନେ କଦାପି ଯୋଗ୍ୟ ନୁହନ୍ତି ସୁଧା ପାନ କରିବା ପାଇଁ। ସେଥିପାଇଁ ଭଗବାନ ତାଙ୍କୁ ଦେଲେ ନା।